ଶାନ୍ତି ଦୂତ ଭାବରେ ଅଙ୍ଗଦ ଲଙ୍କାରେ ଯେଉଁ ଭୂମିକା ନିର୍ବାହ କରିଥିଲେ ତାଙ୍କର ବ୍ୟକ୍ତିତ୍ୱର ଯଥାର୍ଥ ପରିଚୟ ମିଳେ। ପ୍ରଥମେ ଅଙ୍ଗଦ ରାବଣର ରାଜସଭାରେ ଉପନୀତ ହୋଇ ଯଥାମାନ୍ୟ ପ୍ରଦର୍ଶନ କରି ରାବଣ ସମ୍ମୁଖରେ ଶ୍ରୀରାମ ଦେଇଥିବା ଶାନ୍ତି ପ୍ରସ୍ତାବ ଆଗତ କଲେ। ଏଥି ସହିତ ରାଜା ଭାବରେ ରାବଣ ପର ସ୍ତ୍ରୀ ହରଣ କରି ରାଜକୀୟ ମର୍ଯ୍ୟାଦାର ଏପରି ଉଲ୍ଲଂଘନ କରିଛି ଦର୍ଶାଇଥିଲେ। ଜଣେ ପ୍ରଜାପାଳକ ରାଜା ପାଖରେ ଥିବା ସମସ୍ତ ସୁଗୁଣ ସମ୍ପର୍କରେ ସୂଚନା ଦେଇ ଶ୍ରୀରାମଙ୍କ ସହିତ ସନ୍ଧି କରିବାର ପ୍ରସ୍ତାବ ସେ ରାବଣଙ୍କୁ ପ୍ରଦାନ କରିଥିଲେ। ଅଙ୍ଗଦ ଥିଲେ ହନୁମାନଙ୍କର ପଟ ଶିଷ୍ୟ। ହନୁମାନଙ୍କର ଅଧିକାଂଶ ଗୁଣ ତାଙ୍କ ପାଖରେ ଦେଖାଯାଏ। ଏହାର ଏକ ସୁସମ୍ପନ୍ନ ନମୁନା ହେଉଛି ଯେତେବେଳେ ସମସ୍ତ ବାନର ସେନା ଲଙ୍କାର ସୁବେଳ ପର୍ବତରେ ପହଞ୍ଚିଲେ ଶ୍ରୀରାମଚନ୍ଦ୍ର ସମ୍ପୂର୍ଣ୍ଣ ରାକ୍ଷସ ସଭ୍ୟତା ଯୁଦ୍ଧରେ ବିନଷ୍ଟ ହୋଇଯିବ ଚିନ୍ତା କରି ଯୁଦ୍ଧ ଏଡ଼ାଇବା ପାଇଁ ଶାନ୍ତି ଦୂତ ପଠାଇବାକୁ ମନସ୍ଥ କଲେ। ଏଥିପାଇଁ ଅଙ୍ଗଦ ହିଁ ଉପଯୁକ୍ତ ଭାବି ସେ ତାଙ୍କୁ ହିଁ ପଠାଇଲେ। ଆମେ ସମସ୍ତଙ୍କ ଠାରୁ କିଛି ନା କିଛି ଶିଖିପାରିବା। ରାଜକୁମାରଙ୍କ ଠାରୁ ବିନୟଶୀଳତା, ପଣ୍ଡିତ ମାନଙ୍କ ଠାରୁ କଥା କହିବାର ସୁଶୈଳୀ, ଜୁଆଡ଼ି ମାନଙ୍କ ଠାରୁ ମିଛ ଭାଷଣ ଦେବାର କଳା। ସଭାରେ କଣ କରିବେ ନାହିଁ, ସଭାରେ ଥାଇ କାଶିବେ ନାହିଁ, ସଭାରେ ଥାଇ ହସିବେ ନାହିଁ, ସଭାରେ ଥାଇ ଛେପ ପକାଇବେ ନାହିଁ, ସଭାରେ ଥାଇ ଗୋଡ଼ ଲମ୍ବାଇବେ ନାହିଁ, ସଭାରେ ଥାଇ କାହାର ମର୍ମ କଥା କହିବେ ନାହିଁ, ସଭାରେ ଥାଇ ମିଛ କହିବେ ନାହିଁ, ସଭାରେ ଥାଇ ଆଳସ୍ୟ ଭାଙ୍ଗିବେ ନାହିଁ, ସଭାରେ ଥାଇ ଆଙ୍ଗୁଳି ଫୁଟାଇବେ ନାହିଁ, ସଭାରେ ଥାଇ କାହାର ପକ୍ଷଯୁକ୍ତ କରିବେ ନାହିଁ, ସଭାରେ ଥାଇ ଅଧର୍ମ ଆଲୋଚନା କରିବେ ନାହିଁ, ସଭାରେ ଥାଇ ଅନ୍ୟାୟ କରିବେ ନାହିଁ। ଜାଣନ୍ତୁ କିଏ କେଉଁଥିରେ ଶ୍ରେଷ୍ଠ। ଦେବତା ମାନଙ୍କ ମଧ୍ୟରେ ଶ୍ରେଷ୍ଠ ମହାଦେବ, ମନ୍ତ୍ର ମଧ୍ୟରେ ଶ୍ରେଷ୍ଠ ମହାମୃତ୍ୟୁଞ୍ଜୟ, ଦେବୀ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ଲକ୍ଷ୍ମୀ, ଜୀବ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ମନୁଷ୍ୟ, ଶିଳ୍ପୀ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ବିଶ୍ୱକର୍ମା, ଶାସ୍ତ୍ର ମାନଙ୍କ ମଧ୍ୟରେ ଶ୍ରେଷ୍ଠ ବେଦ, ଗୁରୁ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ମାତା, ବିଶ୍ୱସ୍ତ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ପତ୍ନୀ, ଇନ୍ଦ୍ରିୟ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ମନ, ସର୍ପ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ବାସୁକି। ଜୟ ଶ୍ରୀ ଜଗନ୍ନାଥ।